ଭିଜୁଛି ଯେ ହେଲେ ଏତେ ବର୍ଷାରେ କି ବର୍ଷା ବା 4 ମିନିଟ ଗାଡ଼ି ଆସିଥିଲେ ବି ମୁଁ ଆସିଥାନ୍ତି ତଥାପି ମେଘ ଆସିଲେ ତ ମୁଁ ଆସେ ଆଉ ଘଡଘଡି ମାରିଲେ ମୁଁ ତମ ଛାତିରେ ଆଉଜି ଯାଏ ଆଉ ତମ ଛାତିର ଛାତ ତଳେ ପ୍ରେମର ସ୍ପନ୍ଦନ ଗଣେ ହେଲେ ମୁଁ ଭାବୁଛି ଯେତେ ବର୍ଷା ହବା କଥା ହଉ ହେଲେ ଘଡଘଡି ବିଲକୁଲ ନହେଲା କାହିଁକି ତମକୁ ଭଲ ଲାଗୁନି ଆରେ ବାବା ଘଡଘଡି ତମ ଦିନ ଗୋଟିଏ କରିଦେଇଛି ନାଇଁ କଥାଟା ଟିକେ ସେୟା ନୁହେଁ ଆଗରୁ ଆମେ ଦି ଜଣ ଗୋଟିଏ ଥିଲେ ବର୍ତ୍ତମାନ ଆମ ଭିତରେ ଆଉ ଜଣେ କଣ କହିଲେ ସାରେ ନାଇଁ କଣ କହିଲ ତମେ ନାଇଁ ଟ୍ରେନ ଟାଇମ ମୋର ଲେଟ୍ ହେଇଗଲା ତମ ଟ୍ରେନ ଟାଇମ ମୁଁ ଜାଣିନି କି ଆହୁରି ଘଣ୍ଟା ଲେଟ୍ ଅଛି ତମ ଟ୍ରେନ ଲେଟ୍ ଚାଲୁଛି ମୋ ହେଲେ ଭଲ ପାଇବା ଟ୍ରେନ ବହୁତ ଫାଷ୍ଟ ଚାଲୁଛି এই ফগনারে বাহাঘর ମୋ ମାମୁଁ ଆଉ ତମ ମା ଡେଟ୍ ଫିକ୍ସ କରିଦେଇଛନ୍ତି ସାନି କୋଉଠି ହଜିଗଲ ନା କଣ ସାନି କଣ ଭାବୁଛ ସାନି ସାନି ନାଇଁ ମୁଁ ଭାବୁଥିଲି ଟ୍ରେନ ଯେତେ ଫାଷ୍ଟ ଚାଲିବ ଆକ୍ସିଡେଣ୍ଟ ସିଓର ତାମାନେ ତମେ କହୁଛ ଆମ ଭଲ ପାଇବାଟାରେ ଆକ୍ସିଡେଣ୍ଟ ହବ ନାଇଁ ମୁଁ ଆମ ଭଲ ପାଇବା ଟ୍ରେନ କଥା କହୁନି ମୁଁ ଏ ନର୍ମାଲ ଟ୍ରେନ କଥା ଆରେ ବାବା ନର୍ମାଲ ଟ୍ରେନରେ ମୁଁ ଭଲ ପାଇବା ଟ୍ରେନ ଯେତେ ସ୍ପିଡ ଚାଲୁ ଷ୍ଟେସନ ଆସିଲେ ସେ ଅଟକି ଯିବ ଆଚ୍ଛା କହିଲ ଆମ ଭଲ ପାଇବା ଟ୍ରେନର ବଡ ଷ୍ଟେସନର ନାଁ କଣ ବାହାଘର ଆଉ ଟ୍ରେନ ତ ସେଇ ଷ୍ଟେସନରେ ଅଟକିବ ଆଉ ସବୁଜ ପତାକା ଦେଖେଇଲେ ଟ୍ରେନ ଆଗକୁ କହିବ ଏ ସନି ତମକୁ କେବେ ଫେରିବ ସେ କଥା ଜଣା ନାହିଁ ଆସ ଏଇଠିକେ ବସି ଦୁଃଖ ସୁଖ ଭଗବାନଟା କରିନବା ଆରେ ଆସ ସାନି କଣ ହେଲା ମୁଁ ତମକୁ ଡାକୁଛି ଆଉ ତମ ବୋଉକୁ ଡାକ ପକେଇଛ ଏ ଜାଣିଛ ତମେ ଗଲା ପରେ ନା ନଈ ପଟେ ତମକୁ ନୀତି ଖୋଜିବ ଆମ ଗାଁ ଆକାଶର ଜନ୍ମ ତମ କଥା ନୀତି ପଚାରିବ ଆଉ ବେଶୀ ପଚାରିବ ହାଇ ସ୍କୁଲ ପାଖ ଚାଲିନି ଯୋଉଟା ଆମେ ଗୁପଚୁପ ଖାଉ ଭଲ ପାଇବା ଟ୍ରେନରେ ବସିଗଲେ ମୋ ଦେହ ଉପରେ ତମ ଭାରି ଲୋଭ ନା ହଁ ହବନି କାହିଁକି ଫାଷ୍ଟ ଲଭ ମାନେ ପ୍ରଥମ ପ୍ରେମ ପ୍ରଥମ ପ୍ରେମିକା ପ୍ରଥମ ଗପ ଆଉ ପ୍ରଥମ ଗୀତ ତମ ଜୀବନ ସବୁ ରାସ୍ତା ମୋ ଠାରୁ ଆରମ୍ଭ ଆଉ ମୋରି ପାଖରେ ହିଁ ଶେଷ
ସତରେ ବୋଉ ତ ହାତ ତିଆରି ଚିତଉ ପିଠା ନା ସତେ ଯେମିତି ମୋ ପାଇଁ ଅମୃତ। ଆଉ ମୋ ଇଚ୍ଛା ଇଏ ସବୁବେଳେ ମୁଁ ଶୁଭ ପାଖରେ ଏମିତି ଛଡେଇକି ଖାଆନ୍ତି। ବୋଉ ଆଚ୍ଛା ଶୁଭ ଖବର କଣ? ମୁଁ କେମିତି କହିବି? ମାସ ହେଲା ତାର ଫୋନ ନାହିଁ। ଫୋନ କଲେ ବି ଫୋନ ଉଠଉନି। ଏଇଟା ତ କଣ ଭଲ ହେଇଛି କଥା। ତାର କେଜାଣି ମୁଁ କିଛି ବି ଜାଣିପାରୁନି। ସେଟା ତାର ଭଲ ତା କଥା। କଥା ଛାଡେ, ତା ତ ଛୋଟ ମୋଟ ଚାକିରି। ଏଇ ପାଖରେ ରହୁଛି। ଚାହିଁଲେ ଏଇ ମାସେ 10 ଥର ଘରକୁ ଆସିପାରିବ। ହେଲେ ତୋର ତ ବଡ ଚାକିରି। ସହର ଭଳିଆ ଜାଗା। ଚାହିଁଲେ ବି ଆସିପାରିବୁନି। ହେଲେ ଗାଁ କଥା ମନେ ପକେଇବୁ।
ଏସବୁ ମନେ ପକେଇବା ପାଇଁ ଟାଇମ୍ ହେଲେ ତ ମନେ ପକେଇବି। କାହିଁକି ହବନି? ଡଙ୍ଗା ଘାଟ ବଡ ଓହଳ ଯୋଉ ତୁ ପିଲାଦିନେ ଦୋଳି ଖେଳୁଥିଲୁ ତା କଥା ମନେ ପକେଇବାକୁ ତତେ କାହିଁକି ହବନି? ଓ ମୋ ଫ୍ଲାଟ୍ ପାଖରେ ଗୋଟେ ପାର୍କ ଅଛି, ସେଠି ଗୋଟେ ବଡ ଗଛ ଅଛି, ତା ଚାରି ପାଖରେ ଦୋଳି ଲାଗିଛି। ଆଉ ଇଏ ଗାଁ ବର ଗଛ କଥା ମନେ ପକେଇବା ପାଇଁ ମତେ ଟାଇମ୍ ମିଳିବ କେତେବେଳେ? ଗାଁ ଠାକୁର ଖେଚୁଡି ଯୋଉ ଚକା ପକେଇ କଲେଜ ଭିତରେ ଖାଉଥିଲ ସେ କଥା ମନେ ପକେଇବାକୁ ଟାଇମ୍ ହବନି? ଆରେ ସହରରେ ଅନେକ ପିଜା ବର୍ଗର ମିଳୁଛି, ଆଉ ଗାଁ ଖେଚୁଡି ମନେ ପକେଇବା ପାଇଁ ଟାଇମ୍ ମିଳିବ କେତେବେଳେ? ଆଉ ଗାଁ ମଝି ବଢେଇ ଗାଡିଆ ଯୋଉ ତୁ ପିଲାଦିନେ ବୁଢୀ ବୁଢୀ ଆଖି ନାଲି କରି ଘରକୁ ଫେରୁଥିଲୁ ତା କଥା ମନେ ପକେଇବାକୁ ଟାଇମ୍ ହବନି? ଏ ବହୁତ ସହରରେ ଅନେକ ସୁଇମିଂ ପୁଲ ଅଛି, ଆଉ ଗାଁରେ ତ ଗୋଟାଏ ବଢେଇ ଗାଡିଆ, ଆକୁ ମନେ ପକେଇବା ପାଇଁ ଟାଇମ୍ ମିଳିବ କେତେବେଳେ? ଗୌଡ଼ ସାହି ଭାଗବତ ଟୁଙ୍ଗି ପରୀକ୍ଷାରେ ପାସ୍ କରିବା ପାଇଁ ଯୋଉଥିରେ ମାନସିକ କରିଥିଲ ସେ କଥା ମନେ ପକେଇବାକୁ ଟାଇମ୍ ହବନି? ଆରେ ବାବା ସହରରେ ଅନେକ ନାଇଟ୍ କ୍ଲବ ଅଛି, ଯୋଉଠିକି ଥରେ ଗଲେ ଆଉ ଫେରିବା ପାଇଁ ବି ଇଚ୍ଛା ହବନି। କାଇଁ ସେ ସହର ରହୁଛ ମ? 3-4 ମାସ ବୁଲି ଆସିଲ ସହର ଏତେ ନିଜର ହେଇଗଲା କି ସହର ମ ଦେଖଉଛ? ଗାଁ ସବୁ ଯାହା ମିଳୁଛି ସେ ସବୁ ସହରରେ ମିଳିବ? ଜସ୍ ମିଳିବ, ଟଙ୍କା ଫବାରେ ସହରରେ ସବୁ କିଛି ଭଡାରେ ମିଳିବ। ଆଉ ଯଦି ସବୁ ଭଡାରେ ମିଳିବ ତାହେଲେ ମୋ ପାଖରେ ତ କଣ କାମ? ଯା ସେଠି ତତେ ମା ବି ଭଡାରେ ମିଳିବ। ଜସ୍ ମା ବି ଭଡାରେ ମିଳିଯିବ। ଟଙ୍କା ଫବାରେ ସହରରେ ମା ବି ଭଡାକୁ ମିଳିବ। ଯାହା ସାଙ୍ଗରେ ଠିଆ ହେବା ପାଇଁ ତ ଯୋଗ୍ୟତା ନାହିଁ, ଆଉ ଦରକାର କଲେ ସିଏ ତ ମୋହକୁ ଛେପ ପକାଇବ, ଛେପ। ପଳେଇ ଯା ମୋ ସାମ୍ନାରୁ, ପଳେଇ ଯା। ସହର ଏମିତି କଷ୍ଟ ଦଉଛି ଯେ ଲୋକ ଗୁଡାକ ହାତ ଧରା ଧରି ଗାଁକୁ ଫେରୁଛନ୍ତି। ତୁ ସହର ସହର ହଉଛୁ, ଯା ବେ ଯା। ସେଇଠି ତତେ ପିଜା ବର୍ଗର ମିଳିବ, ଭଡା ମା ବି ମିଳିଯିବ। ଚାଲି ଯା ମୋ ସାମ୍ନାରୁ। क्या हो ଆଜିର ଏ ଦୁନିଆରେ ସବୁ କିଛି ଭଡାରେ ମିଳିପାରେ, ହେଲେ ବାପ ମା କେବେ ହେଲେ ଭଡାରେ ମିଳନ୍ତିନି। ସହରରେ ଯେତେ ପିଜା ବର୍ଗର ଖାଇଲେ ବି ପେଟ ପୁରିବନି ଲୋକ। ତୋ ହାତ ତିଆରି ଚିତଉ ପିଠା ମୋର ସବୁବେଳେ ମନେ ପଡିବ, କାହିଁକି ତୋ ହାତ ତିଆରି ଚିତଉ ପିଠା ମୋ ପାଇଁ ହଉଛି ଅମୃତ। ମତେ ସେ ଅମୃତ ଦେ ଲୋ, ମତେ ସେ ଅମୃତ ଦେ। ନାନୀ ଏବଂ ମୁଁ ତତେ ଜାଣି ଶୁଣି ଲଗେଇଲି, ଜାଣି ଶୁଣି କଷ୍ଟ ଦେଲି, କାହିଁକି ଜାଣିଛୁ? ବହୁତ ଦିନ ହେଲାଣି ତୋ ହାତରୁ ମୁଁ ମାଡ଼ ଖାଇନଥିଲି। ତୋ ହାତରୁ ମାଡ଼ ଖାଇବା ସମୟରେ ମତେ ମାଡ଼ ଖାଇଲା ପରି ଲାଗେନି ଲୋ ବୋଉ? ମତେ ଲାଗେ ସତେ ଯେମିତି ମୋ ବୋଉର ହାତ ତିଆରି ଚିତଉ ପିଠା ମୁଁ ଖାଉଛି। ମତେ ଲାଗିଛି ତୋ ଆଗରୁ ମତେ ମରଣ ହେଇଛି। ଅପା ଅପା ଗୋଟେ କଥା ଅପା ତୁ ଏଇଠି ମାମୁଁ ସେଟା ବ୍ୟସ୍ତ ହେଇକି ଖୋଜୁଛନ୍ତି, ତୁ ଏଠି କଣ କରୁଛୁ? ଆରେ ସାନି ଭାଇ ଆମର ଫିଡବ୍ୟାକ୍ ଯାଉ ଦି ଭଉଣୀ ଠିକ ଅଛି। ତୁ ସହର ଭିତରକୁ ବାହାରିଛ? କହନା ଟ୍ରେନ ଟାଇମ ହେଇଗଲାଣି। ଏଇ ଶୁଣୁ ଦେହ ପାଦକୁ ଚଳିବୁ, ଭଲ ମନ୍ଦ କଥା ଫୋନ କରି ଜଣେଇବୁ। ଫଗୁଣ 25 ପୂର୍ବରୁ ଛୁଟି ନେଇ ପଳେଇ ଆସିବୁ। କାହିଁ ସେତେବେଳେ କଣ କାହିଁକି ନା ବୁଝିଛୁ? ଫଗୁଣ 25ରେ ହଁ ଶ୍ରେୟା ସହିତ ତୋର ବାହାଘର। ତମ ଦି ଜଣ ବାହାଘର ସରିଲେ ଶୁଭ ଆଉ ସୁମନର ବାହାଘର ସାରିଦେବେ। ଆଗେ ସେ ଶୁଭ ସୁନ୍ଦର ବାହାଘର ସାରିଦେଲି। ନା ନା ଆଗ ମୋ ବଡ ପୁଅର ବାହାଘର କଲି। ଆଚ୍ଛା ଆଚ୍ଛା ହବ, ଲେଟ୍ ହେଲା, ଏବେ ମୁଁ ଆସୁଛି। ଆରେ ଶୁଭ, ତୁ ହଠାତ୍ ତୁ ତ ସରପ୍ରାଇଜ ଆଇଟମ ୟାର। ଏଇ ଆରେ କଣ ହେଇଛି ଶୁଭ? ଆରେ କିଛି କହୁନୁ କାହିଁକି? କଣ ହେଇଛି? କଣ କହିବି? କୋଉ କଥା କହିବି? ନାଇଁ ନାଇଁ, ମୁଁ କିଛି କହିପାରିବିନି, କିଛି କହିପାରିବିନି। କହିବା ଆଗରୁ ମୋ କାହାଣୀ ସରିଯାଇଛି। କଣ ହେଇଛି ଶୁଭ? କଣ ହେଇଛି ତୋର? ଆରେ ତୁ କିଛି କହୁନୁ କାହିଁକି? କଣ ହେଇଛି ତୋର? ଆକ୍ସିଡେଣ୍ଟରେ ମୁଁ ଅନ୍ଧ ହେଇଯାଇଛି।
ତୋର ମତେ ଅଛି ନା ପିଲାଦିନେ ଆମ ଦି ଭାଇକୁ ଖାଇବା ଦେଇ ସାରିଲା ପରେ ତୋ ପାଇଁ କିଛି ନଥିଲା ତୁ ନାଲି ଚାହାରେ ଘୋଡ଼ି ପକେଇ ଚଳେଇଥିବୁ ଭାବିଥିଲି ବଡ଼ ତତେ ସୁଖ ରଖିବି ଶାନ୍ତି ରଖିବି ଏମିତି ହେଲା ଯେ ଭୂତ ଉପରେ ଭୂତ ହେ ଭଗବାନ এই ସବୁ ଦେଖିବା କ'ଣ ମୋ ଭାଗ୍ୟରେ ଥିଲା ବାପଡ଼ା ଗାଡ଼ି ଆକ୍ସିଡେଣ୍ଟ ରାଣ କରିକି ଚାଲିଗଲା ତମ ଦି ଭାଇକି ମୁଁ କୋଇ କେତେ ବଡ଼ କରିଛି ଭାବିଥିଲି ମୋ ଭଙ୍ଗା ଘରେ ଚନ୍ଦ୍ର ପଶିବ ହେଲେ ମୋ ଘର ସାରା ଅନ୍ଧାର ଅନ୍ଧାର ମୋ ଘର ତମ ଘର ସିନା ଅନ୍ଧାର ହେଇଗଲା ହେଲେ ମୋ ଦୁନିଆ ଅନ୍ଧାର ହେଇଗଲା କେତେ ବଡ଼ି ଅନ୍ଧାର କାହିଁକି ଅନ୍ଧାର ହବ ରାତି ପାଇଲେ ଏମିତି ହଜାର ଘଟଣା ଘଟୁଛି ସମସ୍ତଙ୍କ ଅନ୍ଧାର ପଡୁଛନ୍ତି ତୁ ବ୍ୟସ୍ତ ହୁଅନା ଆଜି ଆଗ ଆଖି ଚୋଗାଟ ହେଇଯିବ ଆମେ ଠିକ ଅଛ ସେତିକି ହେଇପାରିଲେ ସବୁ ପ୍ରୋବ୍ଲେମ ସଲ୍ଭ ହେଇଯିବ ପୁଣି ଥରେ ତମେ ମାନେ ସଂସାର ସଡ଼କରେ ସାଥି ବାଟ ଚାଲିପାରିବ ହଁ ଶୀତଲ କୁହ ଆରେ ହଁ ଏଇ ଜଷ୍ଟ ବାହାରୁଛି ଶୀତଲ ହଁ ଶୀତଲ କିଏ ଆରେ କିଏ କହୁନ ये बहु काली से पहुंच गए लेट हो हां ଭୁଲିବନି ଫଗୁଣ 25 ରେ ବାହାଘର अच्छा ପଳେଇ ଆସିବ ଶୁଣିଲଟି ଫାଗୁଣ 25 ରେ ବାହାଘର ଏଇ ରୁମାଲ ନିଅ ଏ ରୁମାଲଟା ପାଖରେ ରଖିଥାଅ ଏ ପିଙ୍କ କଲରଟା ମୁଁ ଆଉ ଗ୍ରୀନ କଲରଟା ତମେ କଲରଟା ଦିଟା ଏ ରୁମାଲ ହଉଛି ଗୋଟେ ଯେମିତି ଆମେ ହେଇକି ହେଇଛି ଆଉ କେହି ଅଲଗା କରିପାରିବେନି ନିଅ ଏ ରୁମାଲଟା ପାଖରେ ରଖିଥାଅ ଆରେ ଆସେ ଡେରି ହଉଛି ପରା ଆସେ ଅପା ବାହାଘର ଫଗୁଣ 25 ରେ ଆମ ବାହାଘର ଆମ ବାହାଘର ଭାଙ୍ଗି ଗଲା ତୁମ ଉପର ବାଲା ଆମ ବାହାଘର ଭାଙ୍ଗି ଦେଲା କଥା ଅଛି ଯିଏ ଯେ ହାଣ୍ଡିରେ ଚାଉଳ ପକେଇଥାଏ ସିଏ ତା ଘରକୁ ଯାଏ ଭାବି ଦିଅ ତମ ହାଣ୍ଡିରେ ଚାଉଳ ପକେଇଲା ସେଇଥିପାଇଁ ଆମ ରାସ୍ତା ଅଲଗା ହେଇଗଲା ପ୍ଲିଜ ମୋ ତମେ ସେମିତି କୁହନି ଭୁଲିଯାଅ ଶୁଭ ଏ ଅନ୍ତରଟାକୁ ଭୁଲିଯାଅ ସାଥି ରହିବା ଆମ ଭାଗ୍ୟରେ ନାହିଁ କିନ୍ତୁ ଏବେ 60 ବର୍ଷରେ ଓଦା ହଉଥିଲେ କୁଆପଥର କୁଟଉଥିଲେ ଖାଲି ସେତିକି ନୁହଁ ବଡ଼ାଇ ଗାଡ଼ିରେ କଏଁ ତୋଳୁଥିଲେ ଆଉ ନଈ ପାଣିରେ ମୁହଁ ଦେଖୁଥିଲେ ଶୁଭ ପଛ କଥାକୁ ମନେ ପକେଇଲେ ତମେ କଷ୍ଟ ପାଇବ ଏବେ ପଛକୁ ନୁହଁ ଆଗକୁ ଦେଖ ଆହୁରି ଆଗକୁ ତମେ କଣ କହିବାକୁ ଚାହୁଁଛ ଶୁଭ ତମେ କଣ କହିବାକୁ ଚାହୁଁଛ ତମକୁ ଗୋଟେ ସୁନ୍ଦର ଭବିଷ୍ୟତ ଅପେକ୍ଷା କରିଛି କାହିଁ ଗୋଟେ ଅନ୍ତ ପାଇଁ ସାରା ଜୀବନ ନଷ୍ଟ କରିତ ଯା ଯା ଆଉ ଗୋଟେ ନୂଆ ସାଥୀ ଖୋଜି ଦିଅ ଯା। ଚୁପ କର ତମେ ମୋ ଜୀବନର ସାଥୀକୁ ଜୀବନ ଶେଷ ହେଇଯିବ ଏଇଠି ବେକାର ମୁଁ ଦୁନିଆକୁ ଆସିଥିଲି ପ୍ଲିଜ ଶୁଭ ମୋ କଥା ମାନି ଯା ଯା ଆଉ କାହାକୁ ବାହା ହେଇ ସଂସାର କରିବ ଯା ମୁଁ ତମ କଥା ରଖିପାରିବିନି ତମ କଥା ରଖିବା କାହାକୁ ବି ବାହାର କରିବିନି କାହାକୁ ବି ନୁହଁ ତାହେଲେ କୁହ ଶୁଭ ଆରେ ତମେ କଣ ଚାହୁଁଛ କୁହ କୁହ କଣ ଚାହୁଁଛ ମୁଁ ତମକୁ ବାହା ହେବି ତମରି ନାଁରେ ସିନ୍ଦୁର ପିନ୍ଧିବି ଶୁଭ ତମେ ବୁଝୁଛ କାହିଁକି ମୁଁ ଗୋଟାଏ ଅନ୍ଧ ଦରକାର ପଡ଼ିଲେ ମୋ ଅନ୍ତରେ ହେଇଯିବେ ନିଜ ହାତରେ ଆଖି ଦେବେ ଫୁଟେଇ ଦେବେ ଅପନର୍ସି କରିଛି ଆଜି ନହେଲେ କାଲି ତାର ପୋଷ୍ଟିଂ ହେଇଯିବ ତମ ତୁଳସୀ ଚଉର ବେଳେ ସତେ ଧୂପ ଜାଳିଲା ବେଳେ ଅପନର୍ସି ଉପରେ ଥିବ ସେଦିନ ମାଉସୀ ମତେ ପସନ୍ଦ କରିଥିଲେ ତମ ନାଁ ସହିତ ମୋ ନାଁକୁ ଯୋଡ଼ି ଦେଇଥିଲେ ତମେ ଯେ ଅନ୍ଧ ହେଇଥିଲେ ବୋଲି ମୁଁ ଯୋଡ଼ି ଭାଙ୍ଗିଦେବି କାହିଁକି ଭାଙ୍ଗିଦେବି କଣ ପାଇଁ ଭାଙ୍ଗିଦେବି ମୋର ଏତେ ସ୍ୱାର୍ଥପର ଏତେ ଅବିବେକୀ ଏତେ ଅମଣିଷ ତମେ ହସୁଛ କାହିଁ ଶୁଭ ଶୁଭ তবে পাস করি গল সুবল তবে পাস করি গল শুভ তোর পরিবার পরীক্ষায় তুমি পাস করি গল
ଫେଲ୍ କରିପାରିବେ କେହି ଫେଲ୍ କରିପାରିବେନି। ଅନେକ ଅସହାୟ ପ୍ରଶ୍ନ ସେ ସବୁର ଉତ୍ତର ଖୋଜୁ ଖୋଜୁ
ମୁଁ ଜୀବନର ଅପରାଧ ରାଶି ପହଞ୍ଚି ସାରିଲିଣି ତଥାପି ମୁଁ ଆଉ ଅପରାଧ ନାହିଁ ଏବେ ସକାଳ ହେଇଗଲା ସକାଳ ହେଇଗଲା ରମଣୀ ସକାଳ ହେଇଗଲା ସେ କଥା ଭାବିଲା ବେଳକୁ ମୋ ଦେହ ଖାଲି ବଡ଼ାପତ୍ର ଭଳିଆ ତଳୁଛି ବଡ଼ାପତ୍ର ଭଳିଆ ପଟ ହେଇ ଧରୁଛି ଏଇ ଆଜ୍ଞା ଆପଣଙ୍କ ପୁଅ କନିଷ୍କ କନିଷ୍କ ସେ ବାରବାଡ଼ି ବିଲ୍ଡରକୁ ଭାଙ୍ଗିଦେଲେ କି ସାଂଘାତିକ ମର୍ଡର ସେ ସାର୍ ସେ କଥା ଭାବିଲା ବେଳକୁ ମୋ ଆଖି ପୁରା ପଡ଼ିଯାଉଛି ଆପଣ ଭଳିଆ ଲୋକଟାକୁ ସବୁବେଳେ ହଳା କଟା ମାଟିଆଣି କେମିତି ଚଳିବ ଆମ ପାଇଁ ସେଇ କଥା ଭାବୁଛି কনিষ্ক কনিষ্ক চৌধুরী অসব নকুল লিভার ডেঞ্জার ডেঞ্জার বেকম এ কনিষ্ক চৌধুরী চৌধুরী ঠিয়া হুয়ে সেউঠু ধারি আরম্ভ হুয়ে এ কনিষ্ক চৌধুরী কি পুরি পুলিশের ভয় রাখ রাখ রাখে তো ফোন চাই ସେ ମାଡ଼ୁଆରୀ ବିଲ୍ଡର୍ସ କାହିଁ ମର୍ଡର କଲୁ ଆଉ ମରିବାର ବେଳ ହେଇଥିଲା ମାରିଦେଲି କାହିଁକି ମାରିଲି କଣ ପାଇଁ ମାରିଲି କୋଉଥିପାଇଁ ମାରିଲି ଏତେ କହିବ କିଏ ଦେବ ସରିନା ରାମଚନ୍ଦ୍ର କାଟ ସେ ମାଡ଼ୁଆରୀ ବିଲ୍ଡର୍ସ ଥିଲା ଆପଣଙ୍କ ବ୍ୟବସାୟ ଜୀବନ ଶତ୍ରୁ ସହ୍ୟ କରିପାରିଲି ତଳେ କରିପାରିଲି ମୁଣ୍ଡକୁ ଭିତ ଚଳିଗଲା ମାରିଦେଲି ଆଉ ମାରିଦେଲି ମୋର ତ ଅନେକ ବ୍ୟବସାୟୀ ଶତ୍ରୁ ଅଛନ୍ତି କେତେ ଜଣଙ୍କୁ ମୁହଁ ବନ୍ଦ କରିବୁ ଆଉ କେତେ ଜଣଙ୍କୁ ତ ମାରିଦେବୁ ଦରକାର ପଡ଼ିଲେ ସମସ୍ତଙ୍କୁ ମାରିଦେବି କାହିଁକି ମାରିଦେବୁ ମାରିବା ପାଇଁ ତୁମ ଠିକା ନେଇଛୁ ମାରି ତ ଦେଲୁ ଏବେ ପୋଲିସକୁ ସାମ୍ନା କରିବୁ କେମିତି ସିଧା ଘରେ ବସିଯିବ ମାମୁଁ ଘରକୁ ନେଇକି ଖେଚୁଡ଼ି କରିବ ତମେ କାହିଁ ଟେନସନ ନଉଛ ଗୋଟିଏ ଗୋଟେ କାହିଁକି ସେ କଥା ଟେନସନ ନଉଛ ତମେ ପୋଲିସ ଜାଣିପାରୁନ ମୋର କଣ ଖାଲି ପୋଲିସ ବାଲା ସେ ପ୍ରଥମ ରାଷ୍ଟ୍ରକୁ ବନ୍ଧୁ ତାଙ୍କ ସହିତ ମୁଁ ନେଣ ଦେଣ ଚାଲେ ପକେଟ ଗରମ କରିଦେଲେ ବେଶୀ ନୁହେଁ ଅଳ୍ପ ବାସ୍ କ୍ଲିୟର ଆଉ କଣ ସବ ବ୍ୟାପାର କିଛି ଅସୁବିଧା ନାହିଁ କିଛି ଅସୁବିଧା ନାହିଁ ଆରେ ପୋଲିସକୁ ତ ଚୁପ୍ କରିଦେଇ ପାରୁ ହଁ ଶିବା ଶିବା ଶିବାକୁ ତୁ କେମିତି ସାମ୍ନା କରିବୁ କେମିତି ସାମ୍ନା କରିବୁ ତାକୁ ଏମିତି କାହିଁକି ନା ସେ ମାରୱାଡ଼ି ବିଲ୍ଡର ସହିତ ଶିବାର ସମ୍ପର୍କ ବହୁତ ଖାସ ଶିବା ମତେ ବାପ ଭଳି ଭକ୍ତି କରୁଥିଲେ ସେ ମାରୱାଡ଼ି ବିଲ୍ଡର୍ସ ଭାଇ ଭଳି ଦେଖେ ସେ ମାରୱାଡ଼ି ବିଲ୍ଡର୍ସ ଶିବାର ଅନେକ ଦରକାରରେ ଆସିଛି ଆଉ ଶିବା ତା ପାଇଁ କେତେବେଳେ ଛାତି ଦେଖେଇ ଦେଇଛି ତ କେତେବେଳେ ବେକ ଦେଖେଇ ଦେଇଛି ସେ ମାରୱାଡ଼ି ବିଲ୍ଡର ମରିବା କଥା ଯଦି ଶିବା କାନରେ ପଡିଲା ନା ଶିବା ସବୁ କିଛି ଓଲଟ ପାଲଟ କରିଦବ ଦରକାର ପଡେ ତମେ ଗଣ୍ଡିକି ମୁଣ୍ଡକୁ ଅଲଗା କରିଦବ ଚୁପ କରିଦଉଛ ଗଣ୍ଡି କରିଦଉଛ ଆରେ ଶିବାକୁ ଦେଖିଲେ ଠିଆରେ ପ୍ଲେଟରେ ସୁସ କରି ପକେଇବ ଆରେ ଶିବା ନାଗିରେ ବିଜୁଳି ଖସେ ବିନା ମେଘରେ ବଜ୍ରପାତ ହୁଏ ଶିବା ହଉଛି ସହରରେ ଗୋଟାଏ ଆତଙ୍କ ଶିବା ନା ଶୁଣିଲେ ଲୋକ ଚାଟିକୁ ବାଟ ପଡିଯାଏ ଘର ଫଡି ଗାଈ ବି ବାଟ ଛାଡିଦିଏ ସେ ଦୁନିଆରେ କାହାରି ଖାତିର କରେ ନା କେବଳ ଅରବିନ୍ଦ ଚୌଧୁରୀ ହିଁ ମାନେ ହେଲେ ଆଜି ମାନିବ କି ନାହିଁ ଗୋଟେ ମତେ କାହିଁ ନା ନା ମୁଁ ବୁଢା କହିଦେଲି ବୋଲେ ଆଜି ସାର୍ଙ୍କୁ ମାନିବ କି ନାହିଁ ଗୋଟେ ମତେ କାହିଁ ମତେ ଆଜି ସନ୍ଦେହ ଲାଗୁଛି ମୁଁ କେଉଁଠି ପଳେଇବି ହଁ ନାଇଁ ତାର ଗୋଟେ ବଡ ଅସ୍ତ୍ର ଅଛି ଲମ୍ବା ମାନେ ଏକଦମ ଧାରୁଆ ହଁ ବୁଲ ବୁଲ ଯଦି ମୋ ଧରେ ବାଜିଗଲା ଜୀବନଟା ଫକ୍ କିଣି ଚାଲିଛି ମାରୁଛି ଗୋଟେ ରୁଚି ପଡିବୁ ଯା କାହିଁକି ଯେ ପୋକ ମାଛ ଭଳି ମଣିଷ ମାରେ ସିଏ ହଉଛି ଶିବା ଚାଲିଲେ ଯେ ଭୂମିକମ୍ପ ହୁଏ ସିଏ ହଉଛି ଶିବା ଓ ଶିବା ଏହି ଆଗକୁ ନାହିଁ ଏହି ପଛକୁ ନାହିଁ ଏ ଶିବ ବୋଲେ କେହି ନାହିଁ କାନ୍ଦିବା ପାଇଁ ମାରୱାଡ଼ି ବିଲ୍ଡରକୁ ମର୍ଡର କଲୁ କାହିଁକି ତାକୁ ମାରେ ତତେ କାହିଁ ମାରୁଛି ସେ କଣ ତୋ ମା ପେଟର ଭାଇ ଯଦି ସେଇ ପ୍ରଶ୍ନ ମୁଁ ତତେ ପଚାରେ ତୋ ବାବୁ କିଏ କହିଲେ ମତେ କିଛି କଷ୍ଟ ହଉଛି ସେ କଣ ମୋ ଜନ୍ମ କଲା ବାପା ନା ମୋଟେ ନୁହଁ ବାପ ନହେଲେ ବି ସେ ତ ବାପ ପରି ଏ ରାସ୍ତାକୁ ଉଠି ଆଣି ଶିବ ବୋଲି ସେ ତତେ ପରିଚୟ ଦେଇଛନ୍ତି ଖାଇବା ପିଇବାକୁ ଦେଇ ସେ ମଣିଷ ତତେ ବଡ କରିଛନ୍ତି ଆଉ ସେ ମାରୱାଡ଼ି ବିଲ୍ଡର କଣ କରୁଛି ବେ ତୋ ପାଇଁ ଶିବ ସେ ମୋର ସବୁ
ଦୁନିଆ ଯେତେବେଳେ ମତେ ଗୁଣ୍ଡା ବଦମାସ କରି ଘୃଣା କରୁଥିଲା ସେ ମତେ ଭାଇ ବୋଲି କହି ପାଖରେ ବସେଇଛି। ଭାଇ ଭାଇ ସେଇଥିପାଇଁ ଭାଇ ପ୍ରେମରେ ତୋର ଉଥଳ ପଡୁଛି ଭାଇ। ଆରେ ଭାଇ ପ୍ରେମ ଆଉ ତୁ ସେ ଭାଇ ପ୍ରେମଟା ଦେଖିବୁନି ଆଜି ଦେଖିବୁ এই মুহূর্তরে দেখিব। কোনটা দেখিব কোনটা দেখিব কথা হচ্ছে সেবা কোনটা দেখাইবে তো তা ফাড়িয়া ভরা ফাড়ি দেবি তো কোনটির মুন্ডে কলকা কাটাবি আর কনিষ্ক চৌধুরী ও সব নকুল দীপ ডেঞ্জার ডেঞ্জার বের কর। মুভি টেনশন সারি তুমি কোটাও তো মো ভিতরে কেবল এতিকি তফাৎ তু মলে অনেক কান্দিবে হে শিবা মলে কাই কান্দি পারবে মারিব এবে মারিব একে মারিব তো বাপ সামনে বলিব ସେ ଭୁଲ ତୁ କରନା ତୋ ପାଇଁ ମୁଁ କିଛି କରିଥାଏ ତୋ ଜୀବନରେ ଟିକେ ଦରକାର ମୁଁ ଆସିଥାଏ ତୁ କନିଷ୍କକୁ ଛାଡ଼ିଦେ। দাদা তো বেড়া ভান্তিরা তো বঞ্চি করবো তুই তার কাছে যাবে এই মতো শিল্পা বলটাকে না মহাত করে বেড়ে পকে যা চালাই কনিষ্ক চৌধুরী ও সব নকুল দীপ ডেঞ্জার ডেঞ্জার বের কর। শুন একা মাখেকে শীত যায় না পুরি শীত ফেরিব কম্বল খোঁজা পড়িব সেদিনে কনিষ্ক চৌধুরী এন্ট্রি করিব। আরে দাদা বাবা রচলে তো তোর উপরে থাকতো গলা কনিষ্ক ଶିବା ଆରେ ମୋ କଥା ଗୁଡାକୁ ତୁ ସହଜରେ ମାନି ନଉ ନା ଆଜି ଯାଏ ତ ମାନି ଆସୁଛି ବାବା ହେଲେ ଉପରବାଲା ନ କରୁ କୋଉଦିନ ମୁଁ ଅମାନିଆ ନ ହୁଏ। ଆରେ କଣ କହିଲୁ ଖୋଜୁଛି ବାବା ସେଇ ମଣିଷ ମରାକୁ ମୁଁ ଖୋଜୁଛି ଆଜି ଆଜିକି ଦେଖୁ 25 ବର୍ଷ ହୋଇଥିଲା ସେଇ ଲୋକଟାକୁ ଖୋଜୁଛି ଯୋଉ ଲୋକଟା ପାଇଁ ମୋ ବାପା ମଲା ମୋ ବୋଉ ରସିରକି ଆତ୍ମହତ୍ୟା କରିଦେଲା ଏ ଦିଟା ଭଉଣୀ ମଧ୍ୟ ଅଲଗା କଲେ ଯୋଉଦିନ ପାଇବି କଦଳୀ ମଞ୍ଚ କାଟିଲା ଭଳିଆ ଚେକି ଚେକି କରି କାଟି ପକେଇ ବାବା ଚେକି ଚେକି କରି କାଟି ପକେଇବି ସେଦିନ ତମେ ମୋତେ ମନା କରିବନି ବାବା କହିବନି ଏ ଶିବା ତୁ ତାକୁ ଛାଡ଼ିଦେ ଆଉ କହିବନି ମୁଁ ଅମାନିଆ ହେବି କାହିଁକି ନା ସେଦିନ ମୋ ଜୀବନ ଯଜ୍ଞର ପୂର୍ଣ୍ଣାହୁତି ଚାଲିଯିବ ପୂର୍ଣ୍ଣାହୁତି। ଆରେ ତୋ ଜୀବନ ଯଜ୍ଞରେ ତୁ କଣ ମଣିଷ ମୁଣ୍ଡ ପୂର୍ଣ୍ଣାହୁତି ଦେବୁ କହ ଶିବା ତୁ ମାରିବାକୁ ଚାହୁଁଛୁ ସେ ଲୋକଟା କିଏ ତା ନାଁ ମୋତେ କହ। ମନେ ନାହିଁ ବାବା ତା ନାଁ ମନେ ନାହିଁ ତା ଚେହେରା ବି ମନେ ନାହିଁ କିନ୍ତୁ ତାକୁ ଚିହ୍ନିବା ପାଇଁ ଯୋଉ ଚିହ୍ନ ଦରକାର ସେ ଚିହ୍ନଟା ମୋର ମନେ ଅଛି ବାବା ଓ ମୋ ବାପା ତୋର ଚିହ୍ନ ଭିତରେ ମୋତେ କହିଦେଇ ଯାଇଥିଲା ଜାଣିଛ ବାବା এটা আমার দুনিয়ারে ମୁଁ ସବୁ କିଛି ଭୁଲିଗଲି ହେଲେ ସେ ଚିହ୍ନକୁ କେବେ ମୁଁ ଭୁଲି ପାରୁନି ବାବା ସେ ଚିହ୍ନକୁ ମୁଁ କେବେ ବି ଭୁଲି ପାରୁନି ସେ ଚିହ୍ନକୁ ମୁଁ କେବେ ଭୁଲି ପାରୁନି। ଆଜି ବି ମୋତେ ଲାଗୁଛି ମୋ ବୋଉ
କଂସାରେ ବାସି ପଖାଳ ବାଢିଆଣି ତେନ୍ତୁଳି ଚକଟା ପକେଇ ମତେ ଖୁଆଇ ଦଉଛି ଆଉ କହୁଛି ଯଦି ପାରିବୁ ସବୁ ଭୁଲିଯିବୁ ଯଦି ପାରିବୁ ତ ତୋ ବୋଉକୁ ଭୁଲିଯିବୁ ହେଲେ ସେ ଚେଣ୍ଡକୁ କେବେ ତ ଭୁଲିବୁନି ସେ ଚେଣ୍ଡକୁ ତ କେବେ ଭୁଲିବୁନି ଆରେ ତୁ କାନ୍ଦୁଛୁ ନା କଣ? ନାଇଁ ବାବା ମୁଁ କାନ୍ଦୁନି ମୋ ଭିତରେ ଗୋଟେ 7-8 ବର୍ଷର ଛୋଟ ଛୁଆଟେ ଆଖି ଚିପୁଡ଼ି କାନ୍ଦୁଛି କାଲି ପକା ଥିଲା ପେଣ୍ଟା କାଳେ ଅଣ୍ଟାରୁ ଖସି ପଡ଼ି ପଛକୁ ଦେଇ ଅଣ୍ଟାରେ ଗୋଟେ ବାଡ଼ି ବାନ୍ଧି ଦେଇ ଦିଦିଟା ଭଉଣୀଙ୍କ ହାତ ଧରି ମୁଁ ଚାଲିଛି ବାବା ଆଉ ମା ନିଜକୁ ପ୍ରଶ୍ନ କରୁଛି କୁଆଡ଼େ ଗଲା ସେ ଦିନ କୁଆଡ଼େ ଗଲା ମୋ ଭଉଣୀ ମାନେ କୁଆଡ଼େ ଗଲା ମୋ ବୋଉ ବାବା ଆଜି କାହିଁକି ମୋ ବୋଉ କଥା ମୋର ଭାରି ମନେ ପଡୁଛି ମୋ ବୋଉ এই পাহাড় সে খতুরি চকি দিবেরি আলুয়া আজি আজি ମୋର ସବୁ ଗୋଟି ଗୋଟି ମନେ ପଡ଼ି ଯାଉଛି ଆଉ ବେଶୀ ମନେ ପଡୁଛି ଆସି ପଖାଳ ଆଉ ତେନ୍ତୁଳି ଚକଟା খুশিরে তো ଆଉ ମୁଁ ଚିହ୍ନକୁ ଖୋଜୁଛି ଏ ପାଣିରେ ମୁଁ ସେ ଚିହ୍ନକୁ ଖୋଜୁଛି ଦିନ ରାତି ଖୋଜିବି ଏ ଦୁନିଆର ସବୁ କୋଣରେ ଲୁଚି ରହିବି ମୁଁ ସେ ଚିହ୍ନକୁ ଖୋଜି ବାହାର କରିବି ନିଶ୍ଚୟ ବାହାର କରିବି ନିଶ୍ଚୟ ଶିବାଜୀ 25 ବର୍ଷର ମୋ ପାଖରେ ଅଛି ମତେ ବାପା ବୋଲି ଡାକୁଛି ହେଲେ ମୋ ବଡ ପୁଅଟା ଭୁଲ ରାସ୍ତାରେ ଚାଲିଛି ଆଉ ଜୀବନ ମହିର ଯୋଉ ପୃଷ୍ଠା ଗୋଟେ ଓଲଟେଇବ କେବଳ ଭୁଲ ହିଁ ଭୁଲ ଆଉ ମୋ ସାନ ପୁଅ ସେ ତ କୋଇଲା ଖଣି ଭିତରେ ହୀରାଟିଏ ପାହାଡ଼ କଣ୍ଟିରେ ରହି ଡାକ୍ତର ପାଠ ପଢୁଥିଲା ଖୁବ୍ ଶୀଘ୍ର ଓଡ଼ିଶାକୁ ଆସି ନୂଆ ହସ୍ପିଟାଲ ଓପନ କରିବ ଆଉ ମୋ ଝିଅ ଝିଅ କଥା ମୁଁ କଣ କହିବି ସେ ତ କାଗଜର ନା କେତେବେଳେ ଏପାରି ତ କେତେବେଳେ ସେପାରି ବେକାର ଏକଦମ ବେକାର ଏ ଦୁନିଆ କହୁଛି ମୋ ବାପା କହୁଛନ୍ତି ମୁଁ କଣ ଗୋଟେ କାଗଜର ନାଁ କେବେ ଏପାରି ତ କେବେ ସେପାରି ହେଲେ ମୁଁ କାଗଜର ନାଁ ନୁହଁ ମୁଁ ହଉଛି ଜହୁରୀର ଝିଅ ଦେଖୁ ଦେଖୁ ହୀରା ଚିହ୍ନି ପାରେ ये कौन देखुଛି रे ମା ମତେ ହୀରା ମିଳିଯାଇଛି ବାପା କହିବେ ମନ୍ଦିରରେ ବାହା ହେଇଛି ତା ଘରକୁ ଭାଇ କଣ ହେଲା ରାମୁଛୁ କଣ ଭାଇ ଆରେ ଇଚ୍ଛା ହେଲା ବାହା ହେଇ ପଡିଲି ଓ ତମକୁ ପଚାରିକି ବାହା ହେଇଥାନ୍ତି ଏଇଆ ନା ତମେ ତ ଜାଣିଛ କୌଣସି କାମ କାହାରିକି ପଚାରିକି କରିବା ସେ ଅଭ୍ୟାସ ମୋର ନାହିଁ ମୋ ନିଜ ଇଚ୍ଛାର ମୁଁ ଇଚ୍ଛାମତି ମୋର ଯାହା ଇଚ୍ଛା ହୁଏ ମୁଁ ଠିକ ସେଇଆ କରେ ତମେ ତ କହିବାକୁ ଚାହୁଁଛୁ ପିଲା ଦେଖିବାକୁ ଏକଦମ ହ୍ୟାଣ୍ଡସମ୍ କ୍ଲାସ ସର୍ଭିସ ଅନେକ ଦିନ ରିଲେସନशिପ ରେ ଥିଲି ଆଜି ବାହା ହେଇ ପଡିଲି ଆଉ ଏମିତି ବାହା ହେଇ ପଡିଲୁ ଯେ ଆମ ପାଖରେ ଟିକେ ଖବର ବି ପହଞ୍ଚିଲାନି ମାନେ ତମେ କହୁଛ ମୁଁ ଯାହା କରୁଛି ଭୁଲ କରିଛି ହଁ ତୁ ଭୁଲ କରିଛୁ ଆଉ ଏମିତି ଭୁଲ କରିବା ହଉଛି ତ ଅଭ୍ୟାସ ଆଉ ଭୁଲକୁ ଭୁଲ କରିବା ତ ବାପର ବି ଅଭ୍ୟାସ ଏକଦମ
ସିଧା ସିଧା କୁହ କୁହ ତମେ ଏ ବାହାଘରକୁ ଗ୍ରହଣ କରୁଛ ନା ନାହିଁ? ଆଇ ଏ ବାହାଘରକୁ ମୁଁ ଗ୍ରହଣ କରୁନି। একদম বেকার। তবে যদি বাহাঘরକୁ গ্রহণ করুন তাহলে ମୁଁ ବି ତମକୁ ଗ୍ରହଣ କରୁନି। ଆରେ କି ବାପ ତମେ ଝିଅର ଚଏସ୍ ଝିଅର ସିଲେକ୍ସନକୁ ତମେ ଯଦି ଗ୍ରହଣ କରି ନ ପାରୁଛ ତାହେଲେ ମୁଁ କାହିଁକି ତମକୁ ବାପ ବୋଲି ଗ୍ରହଣ କରିବି? ହାଉ ୱାନ୍ ଭାଇ ଆରେ ତୁ କାହାକୁ କଣ କହି ଯାଉଛୁ? ତୋର ମନେ ରଖିବା ଦରକାର ମୁଁ ତୋ ବାପ ଅରବିନ୍ଦ ଚୌଧୁରୀ। আমার ବି মনে ରଖିବା ଦରକାର ମୋ শীতল চৌধুরী। ମୋ କାହିଁକି ଦିଦିଆ ସେ କଥା କେହି ନ ଜାଣିଲେ ବି ତମେ ଭଲ ଭାବରେ ଜାଣିଛ। ଆଉ ତୋ ବାପ କେତେ ବଡ଼ ଦିଦିଆ ଏ କଥା କେହି ନ ଜାଣିଲେ ବି ତୁ ଭଲ ଭାବରେ ଜାଣିଛୁ। একদম বেকার। ତମେ କେତେ ଜିଦିଆ ତମ ଜିଦର ପୃଷ୍ଠା କେତେ ଲମ୍ବା ସେ କଥା ମୋର ଜାଣିବା ଦରକାର ନାହିଁ। ମୁଁ କେବଳ ଗୋଟେ କଥା ଜାଣିବାକୁ ଚାହୁଁଛି କୁହ ମିଷ୍ଟର ଅରବିନ୍ଦ ଚୌଧୁରୀ ତମେ ସାନ୍ନିଧ୍ୟକୁ ଯାଇ ଭାବରେ ଗ୍ରହଣ କରିବ ନା ନାହିଁ? ଆଇ ଏବେ ଗ୍ରହଣ କରୁନି ଭବିଷ୍ୟତରେ ମଧ୍ୟ ଗ୍ରହଣ କରିବାର ନାହିଁ। ତାହେଲେ ମୁଁ ସୁଇସାଇଡ୍ କରିଦେବି। କାଲି ତମେ ଯେତେବେଳେ ବଙ୍ଗଲୋ ଡୋର ଖୋଲିବ ପ୍ରଥମେ ଶୀତଳ ଡେଡ୍ ବଡି ପାଇବ ଡେଡ୍ ବଡି ଆଉ ତମେ ସେ ଡେଡ୍ ବଡିକି ନିଜ କାନ୍ଧରେ ବହି ମଶାଣିକି ନବ ଆଉ କାନ୍ଦି କାନ୍ଦି କହିବ ମୋ ଜିଦ୍ ପାଇଁ ମୋ ଝିଅଟା ମରିଗଲା। ସହିପାରିବିନି ରେ ମା ଏସବୁ ମୁଁ କେବେ ସହିପାରିବିନି। ବରଂ ଯିଏ ଆଗରେ ମୁଁ ମୁଣ୍ଡ ନୁଆଇଁ ଦେଇ ସାନ୍ନିଧ୍ୟଙ୍କୁ ମୁଁ ଜ୍ୱାଇଁ ଭାବରେ ଗ୍ରହଣ କରୁଛି। ସାନି ସାନି କୁଆଡେ ଗଲ? ଆରେ ଜଲ୍ଦି ଆସ ଡାଡ ଆମ ମ୍ୟାରେଜକୁ ଗ୍ରହଣ କରିଦେଲେ। ଆରେ ଆସ। ମୁଁ ଜାଣିଥିଲି ଶେଷରେ ଏଇଆ ହିଁ ହବ କାରଣ ସବୁ ପିଲାମାନଙ୍କ ଜିଦ୍ ପାଖରେ ବାପା ମା ମାନେ ହାର ମାରିଥାନ୍ତି। ଯାହା କହିଲେ କଥାଟା ଏକ୍ଜାକ୍ଟ ସେଇଆ। ଆଜ୍ଞା ସରି ଅଙ୍କଲ ମୋ ତରଫରୁ ଯଦି କିଛି ବି ଭୁଲ ହେଇଥାଏ ତାହେଲେ ଆପଣ ମୋତେ କ୍ଷମା କରିଦେବେ। ତମର ନୁହଁ ବରଂ ଭୁଲଟା ବର୍ତ୍ତମାନ ଭୁଲ ଠିକ ବାଛିବାର ସମୟ ନୁହଁ। ଆମ ସମସ୍ତଙ୍କୁ ରିସେପସନ ପାଇଁ ପ୍ରସ୍ତୁତ ହବାର ସମୟ। ଆଜ୍ଞା ଅରବିନ୍ଦ ଚୌଧୁରୀ ଝିଅର ରିସେପସନ ଖୁବ ଧୁମଧାମରେ ହବ ଆଉ 0.0 ହୀରା ମଣ୍ଡପରେ ହବ। ମତେ କୁହ ମୋ ଭାଣିଜୀ ବର୍ତ୍ତମାନ କଣ କରିବ? ବିଷ ଖାଇବ ନା ରସି ଲଗେଇବ? ଏମିତି କଣ କଥାବାର୍ତ୍ତା କରୁଛ? ନିଶା ଚଢି ଯାଇଛି। ସବୁଦିନ ମଦ ପିଏ ହେଲେ କେବେ ମାତାଲ ହେଇନି ଆଖି କେବେ ଓଦା ହେଇନି। ତମେ ଏମିତି ବାହାଘର ନିଶା ପିଆଇ ଦେଲ ଯେ ମୋ ଆଖିରୁ ଲୁହ ଚୁକୁନି। ମତେ କୁହ ଫଗୁଣ 25 ଆଉ କେତେ ଦିନ ରହିଲା? ଆଜି ପରେ କାଲି ଫଗୁଣ 25। କାଲି କେତେବେଳେ ବର ବାହାରିବ? କହୁନ କାଲି କେତେବେଳେ ବର ବାହାରିବ? ଆରେ ମୋ କଥା ଉତ୍ତର ଦଉନ ଚୁପ ରହିଲ କାହିଁକି? ଆରେ ମୋ ଘରେ ବସି ଫଗୁଣ 25 କି ବାହାଘର ଠିକ କରିଦେଲ। ମୋ ସହିତ ଅଲିଖିତ ଚୁକ୍ତି କରିଦେଲ। କୁଆଡେ ଗଲା ଚୁକ୍ତି? କୁଆଡେ ଗଲା ଚୁକ୍ତି? ଆରେ ରାତି ବେଳେ ବାହାଘର ପୁଅର ଦେଖା ନାହିଁ। ଆମେ ଅନେକ ଟ୍ରାଏ କଲୁଣି ଯେ ସାନି ଫୋନ ଉଠଉନାହାନ୍ତି ତମେ ଟିକେ ଫୋନ କଲେ ହୁଅନ୍ତାନି? ମୁଁ ବି ଅନେକ ଥର ଚେଷ୍ଟା କଲିଣି ହେଲେ ମୋ ଫୋନ ବି ଉଠଉନି। ମୁଁ କଣ କରିବି ମୁଁ କିଛି ବି ବୁଝିପାରୁନି। ତମେ ସବୁ ବୁଝିଛ ସବୁ ଜାଣିଛ। ତମେ ଜାଣି ଶୁଣି ମା ପୁଅ ଓ ଭାଣିଜୀ ଜୀବନ ନଷ୍ଟ କରିବାକୁ ବସିଛ। ଚୁପ୍ କର ତମେ। ତମେ ଚୁପ କର। ଆରେ ପୁଅ କଣ ବିଲାତରେ ରହୁଛି? ହଁ ଚାହିଁଥିଲେ ମା ପୁଅ ତା ପାଖକୁ ଯାଇପାରିଥାନ୍ତ। ତା ନକରି କାନ୍ଥରେ ଛୋଟି ପକେଇ ଦେଇ ବସିଛ। ଅପେକ୍ଷା କରିଛ ପୁଅ କେତେବେଳେ ଆସିବ? ତମକୁ ଟିକେ ଲଜ୍ଜା ଲାଗୁନି? ଓହୋ ବନ୍ଦ କର ଅନାଦି ବାବୁ ଏସବୁ ବନ୍ଦ କର। ମୁଁ ଜାଣି ସବୁ କଷ୍ଟ ହଉଥିବ ତଥାପି ଆମ ଯୋଉ ଚିନ୍ତା କଲ ଏଭଳି ପରିସ୍ଥିତିରେ କଣ କରିଥାନ୍ତ ତମେ? ଏ ମା ତୋ କଥା ମୁଁ ବୁଝୁଛି। କଣଟା ବୁଝିଛ? ଆରେ ବୁଝିବା ଲୋକ ହେଇଥିଲେ ତମେ ଆମ ଘରକୁ ଯାଇଥାନ୍ତ। ଆମେ ତମ ଘରକୁ ଆସିନଥାନ୍ତୁ। ତା ନକରି ମା ପୁଅ ଚୁପଚାପ ବସିଛ। ହଁ ପର ଝିଅ ମରିଗଲେ ତମର କଣ ହେଇଯିବ? ଶୁଣ ମୋ ଭାଣିଜୀ ଯଦି କିଛି ଭୁଲ ନିଷ୍ପତ୍ତି ନେଇଯାଏ
তাহলে সত করছি ছাড়িবিনি দরকারে পড়লে থানা পর্যন্ত ছাড়ি দেবি নালে কথা দেখাই দেবি আরে ভাଣିଜୀ ଭାଇ ବହୁତ ବ୍ୟସ୍ତ ହୋଇ ପଡିଛନ୍ତି ନା ଆଉ କଣ ଚୁପଚାପ ବସିବି ସେଥିପାଇଁ ଥାନା କଚେରୀ ପର୍ଯ୍ୟନ୍ତ ଚାଲିଗଲେ ଦରକାରେ ପଡ଼ିଲେ ଆହୁରି ଆଗକୁ ଯିବି କାହିଁକି ଯିବେ କଣ ପାଇଁ ଯିବେ ଆମେ କଣ ଜାଣିଶୁଣି ଏମିତି ପରିସ୍ଥିତି ସୃଷ୍ଟି କରୁଛୁ ଯେ ଆପଣ ଭାଇକୁ କଷ୍ଟ ଦଉଛୁ ଆପଣ ମା ଯେମିତି କଷ୍ଟ ଅଛନ୍ତି ଆମର ସେମିତି କଷ୍ଟ ଅଛି ଆପଣ ମା ଯେମିତି ବାହାଘର ପାଇଁ ଆରେଞ୍ଜମେଣ୍ଟ କରିଛନ୍ତି ଆମର ବି ସେମିତି ବାହାଘର ପାଇଁ ଆରେଞ୍ଜମେଣ୍ଟ କରିଛୁ ଏବେ ଖାଲି କ୍ୟାଣ୍ଡିଡେଟକୁ ଅପେକ୍ଷା କେତେ ଅପେକ୍ଷା କରିବୁ କଥା ସେ କଥା ଅପେକ୍ଷା ଅପେକ୍ଷା ଏତେ ଦିନ ଚାଲିଗଲା କେତେ ଅପେକ୍ଷା କରିବୁ ତମ କଥା ବୁଝୁଛି ଶୁଣ ଏ ପରିସ୍ଥିତିରେ କଣ କରାଯାଇପାରିବ ସେ କଥା ତମେ ଜାଣିଥିବ ଭାଇ ତମର ବୁଝେଇ ସୁଝି ଆଣିବା ଦାୟିତ୍ୱ ହେଉଛି ତମର ଦାୟିତ୍ୱ କର୍ତ୍ତବ୍ୟ କଥା ପଡ଼ିଲେ ମୁଁ ନିରୂପାୟ ହେଇଯାଏ କାହିଁକି ନା ମୁଁ ଗୋଟେ ଅନ୍ଧ ମଣିଷ ଶୁଭ ବାଟ ଚାଲିବା ପାଇଁ ମତେ ଗାଁଟା ଗାଁ ଉପରେ ଆଶ୍ରୟ କରିବାକୁ ପଡୁଛି ଛୋଟ ମୋଟ ଟ୍ୟୁସନ କରି ପାଠ ପଢିଲି ଆଉ ପାଠ ପଢି ଚାକିରି ପାଇଲା ବେଳକୁ ମୁଁ ଅଣ୍ଟ ହେଇ ଚାଲିଛି କ୍ଲାସ 3 ର ସର୍ଭିସ ସମୟ ମତେ କେତେବେଳେ ଚାକିରି ଛାଡ଼ିବାକୁ ପଡିପାରେ ଶୁଭ ତମେ କଣ କହିଲ ଶୁଭ ତମେ ଚାକିରି ଛାଡ଼ିଦେବ ଆଉ କଣ କରିବି ମୋ ଚାରିଆଡେ ତ ଖାଲି ହତ୍ୟା କିଟି ପିଟି ହତ୍ୟା କେମିତି ମୁଁ ଅଫିସ ଯିବି କେମିତି 10ଟା 4ଟା 5ଟା ଡ୍ୟୁଟି କରିବି ମୋ ଚାକିରି ଗଲା ମୋ ଆଖି ବି ଗଲା ତମକୁ ଯଦି ଆଖି ମିଳିଯାଏ କିଏ ଦବ ଆଉ କାହିଁକି ବା ଦବ ମୁଁ ମାନୁଛି ଆଇ ବ୍ୟାଙ୍କରୁ ଆଖିଟେ ଯୋଗାଡ଼ ହେଇପାରିବ କିନ୍ତୁ ସେଥିପାଇଁ ମୋ ପାଖରେ ସମ୍ବଳ ନାହିଁ ଆଖି ଯୋଗାଡ଼ କରିବା ଅପର୍ଷ ଦବା ସେଥିପାଇଁ ତ ଅନେକ ଟଙ୍କା ଦରକାର ମୋ ପାଖରେ ତ ମେଡିସିନ ଖାଇବାକୁ ପଇସା ନାହିଁ ମୁଁ ଏତେ ଟଙ୍କା ଆଣିବି କୋଉଠୁ ମୋ ଜୀବନ ଅନ୍ଧାର ମୋ ଭବିଷ୍ୟତ ବି ଅନ୍ଧାର ଓହୋ ସେ କଥା ମୁକେ ଶୁଣଉଛ ସେ କଥା ଶୁଣି ଆମର ଲାଭ କଣ ଦେଖନ୍ତୁ ଆପଣଙ୍କ ପାଖରୁ ସମବେଦନା ଜଣାଇବା ପାଇଁ ମୁଁ ଆପଣମାନଙ୍କୁ ଏସବୁ କଥା କହୁଛି ଆଉ କଣ ପାଇଁ କହୁଛ ପରିସ୍ଥିତି କେମିତି ମଣିଷକୁ ଅସହାୟ କରିଦିଏ ମୁଁ ସେଇ କଥା କହିବାକୁ ଚାହୁଁଛି ତମେ କରିବାକୁ ଚାହୁଁଛ ତମକୁ ଯେମିତି ଚାକିରି ଛାଡ଼ିବାକୁ ପରିସ୍ଥିତି ବାଧ୍ୟ କରୁଛି ତମ ଭାଇକୁ ସେମିତି ବହୁତ ଦୂରେ ଯିବାକୁ ବାଧ୍ୟ କରୁଛି ହଁ ସେମିତି ବି ହେଇପାରେ ନା ଭୁଲ କହୁଛ ତମେ ମିଛରେ ପରିସ୍ଥିତି ଦୋଷ ଦଉଛ କାଲି ସକାଳେ ବି ଏମିତି ହେଇପାରେ ପରିସ୍ଥିତିର ଦୋଷ ଦେଇ ସୁମନ ମୋ ଜୀବନରୁ ଦୂରେଇ ଯାଇପାରେ ସେଥିପାଇଁ କଣ ମୁଁ ତାକୁ ଦାୟୀ କରିପାରିବି କାହିଁକି ଦାୟୀ କରିବି କଣ ପାଇଁ ଦାୟୀ କରିବି ମୁଁ ତ ଗୋଟେ ଅର୍ଥ ମତେ କଣ ବାହା ହେଇ ସେ ଖୁସିରେ ରହିପାରିବ ତେଣୁ ଯଦି ଆଉ କାହାକୁ ବାହା ହବ ମୁଁ ଖୁସି ହେବି ଭାବିବି ଯେ ସୁମନକୁ ତା ପରିସ୍ଥିତି ବାଧ୍ୟ କରିଛି ଚୁପ କର ଉଚିତ ପରିସ୍ଥିତି କି ସୁମନ ଜୀବନ ସହିତ ଯୋଡ଼ି ଆମକୁ ବୁଝେଇବାକୁ ଚେଷ୍ଟା କଲେ ଆମକୁ ଜଣେଇ ଦେବାକୁ ଚାହିଁଲେ ଭାଇ ପରିସ୍ଥିତିରେ ପଡ଼ି ଅଟକି ଗଲେ କି ପରିସ୍ଥିତି ଜଣାଉଛ ମୁଁ ପଚାରୁଛି କି ପରିସ୍ଥିତି ଜଣାଉଛ ଆରେ ଆମର ଭାଣିଜୀ ଭଲ ପାଇଲା ବେଳେ ପରିସ୍ଥିତିର ଥିଲା କଥା ଦେଲା ବେଳେ ପରିସ୍ଥିତିର ଥିଲା ଆରେ ପରିସ୍ଥିତି ଯଦି ସମସ୍ତଙ୍କ ବାଟ ଓଗାଳୁଛି ତାହେଲେ ଯାଅ ମାର୍କେଟରୁ ବିସ୍କୁଟ ନେଇ ଆସ ସମସ୍ତଙ୍କୁ ମାଡ଼ି ବସି ପିଆଇ ଦିଅ ମରିଯାଉ ସିଏ ଏବେ ଏଇଠି ମରିଯାଉ ତମେ ଶ୍ରେୟାକୁ ମାରିଦେବା ପାଇଁ କହୁଛ ଆରେ ମରିବା ଯାହାର ଭାଗ୍ୟରେ ଲେଖା ଅଛି ସେ ବଞ୍ଚିବ କେମିତି କେମିତି ବଞ୍ଚିବ ସିଏ ହେଲେ ସିଏ ମଲେ ମୋ ଭାଇ ଜୀବନ ଭଳି ମତେ ଲାଗିବନି ବରଂ ମତେ ଲାଗିବ ମୋ ପାଇଁ ମୋ ଝିଅ ଏଣିକି ବକଟ ହେଇଥିଲେ ବାପା ମରିଗଲା ମା ନିନ୍ଦା ଅପମାନ ସହି ନ ପାରି ଆତ୍ମହତ୍ୟା କରିଦେଲା ଆଉ ଭାଇ କଥା କଣ କହିବି ଗଲା ଯେ ଗଲା ଫେରିବାର ନାଁ ଧରିଲାନି ଏମାନଙ୍କୁ ମୋ ବାପା ଭଳିଆ ପାରେନି ତଣ୍ଟି ଯାଏ ମଦ ପିଏ ଯୋଉଠି ଥାଏ ଯେମିତି ଥାଏ ଏମାନେ ମୋ ଛାତି ଭିତରେ ଥାଆନ୍ତି ଏମିତି ବି ଦିନ ଆସିଛି ଜଣକ ପାଇଁ ଖାଇବାକୁ ଥାଏ ଦି ଜଣକୁ ଖୁଆଇ ଦେଇଛି ଆଉ ନିଜେ ଚାଉଳ ଭଜା ମୁଠାଏ ବାଟିକି ପକେଇ ପାଣି ପିଇ ଦେଇଛି ଏସବୁ କରିବା ପଛରେ ଗୋଟାଏ ବଡ ଲୋଭ ଥିଲା ସେ ଲୋଭଟା ଏଇଆ ଯେ ଏମାନେ ମତେ ମାମୁଁ ବଦଳରେ ବାପା ଡାକିବେ
ସେ ମୋ ଶାଶୁ ଘରକୁ ପଠେଇବା ବଦଳରେ ମତେ ତାକୁ ମଶା ଆଣିକି ପଠେଇବାକୁ ହବ ତାକୁ। ନାଇଁ, ମୋ ଭାଣିଜୀ ମଶାଣି ଯିବନି, ମୋ ଭାଣିଜୀ ବେଦିରେ ବସିବା ହବ। କାହିଁକି ନା ତମେ କଥା ଦେଇଛ। ମୁଁ କଥା ଦେଇଛି। କଥା ଦେଇଛ, କଥା ରଖିବ ତ? ଆରେ କହୁନ, କଥା ଦେଇଛ, କଥା ରଖିବ ତ? ମୁଁ ଜାଣିଛି ତମ କଥା ପାଣିର ଗାର, ତମେ ସକାଳେ ଯାହା ସଞ୍ଜକୁ ଓଲଟା। ନାଇଁ, ମୁଁ ସକାଳେ ଯାହା ସନ୍ଧ୍ୟାରେ ବି ଠିକ ସେଇଆ। ଏ ବାହାଘର ହବ, ଅଳ୍ପ ତ ହବ, ଆଉ ଯଦି ନ ହୁଏ ତାହେଲେ ମୁଁ ତମ ଘରେ ଗୋଲାମ ଖଟିବି। କାହିଁକି ସେ ମିଥ୍ୟା ପ୍ରତିଶ୍ରୁତି ଦଉଛ? ତମକୁ ଟିକେ ଖରାପ ଲାଗୁନି? ଖରାପ ତ ତମକୁ ଲାଗିବା କଥା, କାହିଁକି ନା ବାହାଘରକୁ ଆହୁରି 24 ଘଣ୍ଟା ବାକି ଅଛି। ଏଇ 24 ଘଣ୍ଟା ଗୋଟେ ଛୋଟ ସମୟ ନୁହଁ। ଏଇ 24 ଘଣ୍ଟା ଭିତରେ ବହୁତ କିଛି ଘଟଣା ଘଟି ଯାଇପାରେ। ମୁଁ ଏବେ ଶ୍ରିୟା ଆଉ ଶୁଭକୁ ନେଇ ସାନି ପାଖକୁ ଯିବି। ଯୋଉ 25 ତାରିଖକୁ ବାହାଘର ସ୍ଥିର ହୋଇଛି, ସେଇ ଫଗୁଣ 25ରେ ସାନି ଶ୍ରିୟା ମଥାରେ ସିନ୍ଦୁର ଦବ। ଆଉ କଣ ଦବ? ଆଉ ଯଦି ଏକଥା ନ ହୁଏ ତାହେଲେ ମୁଁ ଛେପ ପକେଇ ନାକ ଘୁଷିବି। ତମ ଘରେ ଗୋଲାମ ଖଟିବି। ଏ